ଗ୍ରାମାଞ୍ଚଳରେ ତ ପ୍ରଥମ ଥର ଏଠି ପ୍ଲେ ସ୍କୁଲ ନାହିଁ, ତ ମୁଁ ନୂତନ କରି କିଛି ଚେଷ୍ଟା କରିଛି। ଆଉ ନୂତନ କରି କିଛି ଏଇ ଲୋକାଲ ମାନେ ଏଇ ଜାଗାରେ ମୁଁ କିଛି ନୂତନ କରି କରିବାକୁ ଚାହୁଁଛି। ତ ପ୍ରଥମତଃ ହେଲା ମୋର ସମାଜକୁ ବାର୍ତ୍ତା ଦେବା, ସମାଜକୁ ମୋର ନିଜର ମେସେଜ ରହିଛି କି ଛୋଟ ଛୋଟ ପିଲାମାନଙ୍କୁ ଆମେ ବେଶୀ ପ୍ରେସରାଇଜ ନ କରି ତାଙ୍କର କ୍ରିଏଟିଭିଟି, ତାଙ୍କର ଯୋଉ ଗେମ୍, କଲରିଂ, ଡ୍ୟାନ୍ସ, ସଙ୍ଗ ମାଧ୍ୟମରେ ଆମେ ଛୁଆମାନଙ୍କୁ ପଢ଼େଇବା ପାଇଁ ଏନକରେଜ କରିବୁ। ଆମେ ତାଙ୍କୁ ଅଭିଭାବକ ମାନେ ଅଛନ୍ତି, ଆପଣ କଣ ସେମାନଙ୍କୁ ମେସେଜ ଦେବେ କିଭଳି ଭାବେ ପିଲାମାନେ ଏଇ ସ୍କୁଲକୁ ଆସିବେ, ନିଜର ଶିକ୍ଷାଦାନ ଆରମ୍ଭ କରିବେ? ନିଶ୍ଚିନ୍ତ ଅଭିଭାବକ କଣ ମେସେଜ ଦେବାକୁ ଚାହିଁବେ? ମୁଁ ମେସେଜ ଦେବାକୁ ଏହା ଚାହୁଁଛି କି ଥରେ ମୋ ସ୍କୁଲକୁ ଆସନ୍ତୁ, ଆପଣ ଦେଖିକି ଯାଆନ୍ତୁ। ମୁଁ କିଛି ନୂଆ କରିକି ଏଠି ଆଣିଛି, ଏଇ ଜାଗାରେ କିଛି ନୂଆ କରିକିନା ମୁଁ ଷ୍ଟାଣ୍ଡ ନେଇଛି। ତ ନିଶ୍ଚିନ୍ତ ଆପଣମାନଙ୍କର ବି ପସନ୍ଦ ହବ, କାହିଁକି ନା ପ୍ରଥମତଃ ମୁଁ ଛୁଆମାନଙ୍କର ପଢ଼ାରେ ତ ମୁଁ ଧ୍ୟାନ ଦଉଛି ସତ, କିନ୍ତୁ ବିଶେଷ ଧ୍ୟାନ ଦଉଛି କି ଛୁଆମାନଙ୍କର ମାଇଣ୍ଡ ଡେଭଲପମେଣ୍ଟ ପାଇଁ ଆଉ ତାଙ୍କର ଆକ୍ଟିଭିଟି ବଗେରାକୁ ଡେଭଲପ କରିବା ପାଇଁ ମୋର ମୁଖ୍ୟ ଇଏ ରହିଛି। ତ ଆପଣମାନେ ଥରେ ଆସନ୍ତୁ, ବୁଲିକି ଯାଆନ୍ତୁ। ଆଡମିସନଟା ଇମ୍ପୋର୍ଟାଣ୍ଟ ନୁହେଁ, ଇମ୍ପୋର୍ଟାଣ୍ଟ ହେଉଛି କି ଆପଣମାନେ ଥରେ ଆସିକିନା ଦେଖିକି ଗଲେ ଆପଣମାନଙ୍କୁ ବି ମୁଁ ଡେଫିନେଟଲି କହିବି କି ଆପଣମାନଙ୍କୁ ବହୁତ ଖୁସି ଲାଗିବ, ଆଉ ମୋତେ ବି ବହୁତ ଖୁସି ଲାଗିବ। ଆଉ ସମାଜକୁ ତ ମୋର ଇଏ ରହୁଛି କି ବାର୍ତ୍ତା ରହୁଛି କି ଯେହେତୁ ଆଜି ଓମେନ୍ସ ଡେ ଅଛି, ତ ମୁଁ ବି ନୂଆ କରିକିନା ଷ୍ଟାର୍ଟ କରି